हेलो एवरीवन। आदर्श क्लासेस यूट्यूब चैनल को आपण मानक स्वागत। पूर्व वीडियो मानक आमे जन्मभूमि पाठ एवं हॉकी पाठर संपूर्ण प्रश्न उत्तर आलोचना कर सारीचे। जदि से वीडियो जाको देखि न तबे जल्दी जाके देखि दियो। तो आज आमे साहित्यर तृतीय पाठ वर्षार संपूर्ण प्रश्न उत्तर आलोचना करिबा। वीडियो को शेष पर्यंत देखंतु। आउ एमिति तमर सब जाको विषय प्रश्न उत्तर वीडियो पाए पे चैनल को सब्सक्राइब करी पाखरे तबे बेल आइकन को ऑन कर दियंतु। आउ वीडियो को लाइक करके निजर सांग मानक सह शेयर कर दियंतु। तेबे जानंतु आज आमे वर्षा पाठर संपूर्ण प्रश्न उत्तर आलोचना करिबा। ठीक अछि। देखो प्रथम जीवा आमे मो बुझिबारे कोन देछि ठीक उत्तर पाखरे स्टार चिन्ह दियो। प्रथम क्वेश्चन कहिछि कवितारे मेघ मिलिले शून्य पथी केउ पथ पे कुहा जाइछि केउ पथ आकाश पथ हैला आकाश पथ। तापरे पृथ्वी रवि तेजग्रासे तापित थिला अष्टमासे पृथ्वी रवि तेजग्रासे तापित थिला अष्टमासे। এই যে তাপিত শব্দটি কেউ অর্থরে ব্যবহার করা যাইছি তাপিত মানে কোন গরম না গরম গরম ହେଲା। ତାପରେ ଯିବା ଆମେ ନେକ୍ସଟ କ୍ୱେଶ୍ଚିନ୍ କୁ କଣ ଦେଇଛି ତୁମେ ଏହି ଉତ୍ତର କାହିଁକି ବାଛିଲ ତାହା ସାଙ୍ଗଙ୍କ ସହ ଆଲୋଚନା କରିବ। ତାପରେ ମିଳିମିଶି ଯୋଡ଼ିବା। ପ୍ରଥମେ କଣ ଯେ କବିତାର କେତେକ ପଦ ଦେଇ ଦେଇଛି ହେଲା। ତାପରେ ନେକ୍ସଟରେ କଣ ଯେ ତାର ରେଖାଙ୍କିତ ଶବ୍ଦର ଅର୍ଥ ଦେଇଛି। ଆମେ କଣ କରିବା ତା ଅର୍ଥ କଣ ହବ ଠିକ ଜାଗାରେ ଆମେ ଗାର ଟାଣିବା। ତ ଦେଖ ଏଇ ଯୋଉ ତୋଷ ଚିତେ ଜଳ ପାଇଲା ତୋଷ ଚିତେର ଅର୍ଥ କଣ ତା ଅର୍ଥ କଣ ସନ୍ତୋଷ ମନରେ ହେଲା। ଅଦ୍ୟୁତ କୀଟ ନିଶା ମୁଖେ ମାନେ କଣ ସନ୍ଧ୍ୟା ସମୟରେ ହେଲା। ଛତୁ ଯେ ଛତ୍ର ପ୍ରାୟ ହୁଏ ଛତ୍ର ପ୍ରାୟ ମାନେ କଣ ଛତା ଭଳି ହେଲା। ତାପରେ ଲାଷ୍ଟ କଣ ହେଲା ସାଧୁ ବ୍ୟକ୍ତି। ଠିକ ଅଛି। ତାପରେ ଯିବା ଆମେ ନେକ୍ସଟ କ୍ୱେଶ୍ଚିନ୍ କୁ ପଦ୍ୟାଂଶ ଉପରେ ଆଲୋଚନା କର। ମହିମଣ୍ଡଳ ଦୁଃଖ ଚାହିଁ ଜଳ ଛାଡ଼ିଲେ ତୁ ଶୋଇ ତାପରେ ଅଳ୍ପ ନଦୀ ପୁରିଲେ ଲହରୀ ମତେ ଉଛୁଳିଲେ ତାପରେ ଛତୁ ଯେ ଛତ୍ର ପ୍ରାୟ ହୋଇ ରାଜାର ପ୍ରାୟ ଦିଶି ମନ। ତ ଚାଲନ୍ତୁ ଏଗୁଡିକୁ ଆମେ ଆଲୋଚନା କରିବା। ତ ଦେଖ ମହିମଣ୍ଡଳ ଦୁଃଖ ଚାହିଁ ଜଳ ଛାଡ଼ିଲେ ତୁ ଶୋଇ। ତ କବି କହିଛନ୍ତି ଯେ ଭୟଙ୍କର ଗ୍ରୀଷ୍ମ ପ୍ରବାହରେ ସମଗ୍ର ପୃଥିବୀ ତାପିତ ହୋଇ ରହିଥିଲା। ପୃଥିବୀର ଏହି ଦୁଃଖ ବା ଶୁଷ୍କତାକୁ ଦେଖି ଆକାଶର ମେଘମାନେ ଆନନ୍ଦିତ ହୋଇ ଜଳ ବର୍ଷା କଲେ। ଏହା ସୂଚାଏ ଯେ ବର୍ଷା କେବଳ ପ୍ରାକୃତିକ ଘଟଣା ନୁହେଁ ବରଂ ଏହା ଧରଣୀର ତୃଷ୍ଣା ମେଣ୍ଟାଇବା ପାଇଁ ଏକ ଦୈବୀ ଆଶୀର୍ବାଦ ହେଲା। ତାପରେ ଅଳ୍ପ ନଦୀ ପୁରିଲେ ଲହରୀ ମତରେ ଉଛୁଳିଲେ। ବର୍ଷା ଜଳ ପାଇବା ପରେ ଶୁଖିଲା ପଡିଥିବା ଛୋଟ ଛୋଟ ନଦୀ ଗୁଡିକ ପାଣିରେ ପୂର୍ଣ୍ଣ ହେଇଗଲା। ନଦୀରେ ଜଳର ପରିମାଣ ଏତେ ବଢିଗଲା ଯେ ତାହା ଉଛୁଳିବାକୁ ଲାଗିଲା ଏବଂ ଲହଡ଼ି ମାରି ବହିବାକୁ ଲାଗିଲା। ଏହା ପ୍ରକୃତିର ନବଜୀବନର ସଂକେତ ଦିଏ। ଠିକ ଅଛି। ତାପରେ ଛତୁ ଯେ ଛତ୍ର ପ୍ରାୟ ହୋଇ ରାଜାର ପ୍ରାୟ ଦିଶେ ମହି। ବର୍ଷାରେ ଭିଜି ପୃଥିବୀ ଶ୍ୟାମଳ ହୋଇ ଉଠେ। ସବୁଆଡେ ଧଳା ଛତୁ ଗୁଡିକ ଫୁଟିଥାଏ ଯାହା ରାଜାଙ୍କର ମୁଣ୍ଡ ଉପରେ ଥିବା ସୁନ୍ଦର ଛତ୍ର ମାନେ କଣ ମୁକୁଟ ହେଲା ମୁକୁଟ ପରି ଦେଖାଯାଏ। ଠିକ ଅଛି। ଏହି ଦୃଶ୍ୟ ପାଇଁ କବି ପୃଥିବୀକୁ ଜଣେ ଐଶ୍ୱର୍ଯ୍ୟଶାଳୀ ରାଜାଙ୍କ ସହ ତୁଳନା କରିଛନ୍ତି। ଓକେ। ତାପରେ ଯିବା ଆମେ ନେକ୍ସଟ କ୍ୱେଶ୍ଚନ କଣ ଦେଇଛି ଚିନ୍ତା କରିବା। କବିତାକୁ ପୁଣି ଥରେ ପଢି ନିମ୍ନ ପ୍ରଶ୍ନ ଗୁଡିକର ଉତ୍ତର ଦବା। କଣ ଦେଇଛି ମେଘମାଳ କିପରି ଭାବରେ ଜଳ ବର୍ଷା କଲେ। ତାପରେ ବର୍ଷା ଋତୁ ସକଳ ଋତୁଙ୍କର ସାର ବୋଲି କବି କାହିଁକି କହିଛନ୍ତି। କବି ପୃଥିବୀକୁ ରାଜା ଭାବେ ବର୍ଣ୍ଣନା କରିବାର କାରଣ କଣ। ତ ଦେଖ ଉତ୍ତର କଣ ହବ ତ ଦେଖ ମେଘ ମାନେ କିପରି ଭାବରେ ଜଳ ବର୍ଷା କଲେ ନା ଗ୍ରୀଷ୍ମ ଋତୁର ସମାପ୍ତି ପରେ ଆକାଶରେ
କଳା ମେଘମାନେ ପୁଞ୍ଜୀଭୂତ ହେଲେ ସେମାନେ ଶୂନ୍ୟ ପଥରେ ଏକାଠି ହୋଇ ବିଜୁଳିର ଚମକ ଏବଂ ଘଡଘଡି ଗଭୀର ଗର୍ଜନ ସହ ଜଳ ବର୍ଷା କଲେ। ଏହି ବର୍ଷା ଏହି ବର୍ଷା ଧାରା ପୃଥିବୀର ପ୍ରତ୍ୟେକ ପ୍ରାଣୀଙ୍କୁ ଶାନ୍ତି ଆଉ ତୃପ୍ତି ପ୍ରଦାନ କଲା। ଠିକ ଅଛି, ନେକ୍ସଟ କ୍ୱେଶ୍ଚିନ୍ ଯିବା। ବର୍ଷା ଋତୁକୁ ସକଳ ଋତୁର ସାର ବୋଲି କବି କାହିଁକି କହିଛନ୍ତି? କାହିଁକି ନା ବର୍ଷା ଋତୁ ହିଁ ପୃଥିବୀର ପ୍ରକୃତ ପାଳନ କରିଥାଏ। ଏହି ଋତୁରେ ପୃଥିବୀ କଣ ଶସ୍ୟ ଶ୍ୟାମଳ ହୋଇ ଉଠେ, ନଦୀ ନାଳ ଜଳପୂର୍ଣ୍ଣ ହୁଏ ଏବଂ ଗ୍ରୀଷ୍ମର ପ୍ରଚଣ୍ଡ ତାପରୁ ମୁକ୍ତି ମିଳେ। ଜଳ ବିନା ଜୀବନ ଅସମ୍ଭବ ଏବଂ ବର୍ଷା ହିଁ ସେହି ଜଳର ମୁଖ୍ୟ ଉତ୍ସ। ସମସ୍ତ ପ୍ରାଣୀ ଏବଂ ଉଦ୍ଭିଦ ଏହି ଋତୁରେ ନୂଆ ଜୀବନ ପାଉଥିବାରୁ ଏହାକୁ ସକଳ ଋତୁର ସାର ବୋଲି କୁହାଯାଇଛି। ଠିକ ଅଛି, ନେକ୍ସଟ କ୍ୱେଶ୍ଚିନ୍ ଯିବା। ଗ ନମ୍ବର କ୍ୱେଶ୍ଚିନ୍ କଣ ଦେଇଛି? କବି ପୃଥିବୀକୁ ରାଜା ଭାବେ ବର୍ଣ୍ଣନା କରିବାର କାରଣ କଣ? କବି ପୃଥିବୀକୁ ରାଜା ଭାବରେ କାହିଁକି ବର୍ଣ୍ଣନା କରିଛନ୍ତି? କାହିଁକି କରିଛନ୍ତି? ଦେଖ, ବର୍ଷା ଋତୁରେ ପୃଥିବୀର ରୂପ ସମ୍ପୂର୍ଣ୍ଣ ବଦଳିଯାଏ। ପଡ଼ିଆରେ ଏବଂ ଜଙ୍ଗଲରେ ପ୍ରଚୁର ପରିମାଣରେ ଛତୁ ଫୁଟିଥାଏ। ଏହି ଛତୁ ଗୁଡିକ ଦେଖିବାକୁ ଅବିକଳ ରାଜକୀୟ ଛତା ବା ଛତ୍ର ପରି। ଯେପରି ଜଣେ ରାଜା ଛତ୍ର ଧାରଣ କରି ଗୌରବର ସହ ବିରାଜମାନ କରନ୍ତି। ଛତ୍ର ମାନେ କଣଟେ? ମୁକୁଟ। ହେଲା, ପୃଥିବୀ ମଧ୍ୟ କଣ ଯେ ସବୁଜ ଶସ୍ୟ ଏବଂ ଫୁଟିଥିବା ଛତୁକୁ ନେଇ ସେହିପରି ଜଣେ ମହାପ୍ରତାପୀ ରାଜାଙ୍କ ପରି ଶୋଭା ପାଉଛି। ସେଥିପାଇଁ କବି କଣ ପୃଥିବୀକୁ ରାଜା ଭାବରେ ବର୍ଣ୍ଣନା କରିଛନ୍ତି। ହେଲା, ନେକ୍ସଟ କ୍ୱେଶ୍ଚିନ୍ ଯିବା। କବିତା ରଚନା ଶୈଳୀ। ସିଏ କହିଛି ଯେମିତି ଛତୁ ଯେ ଛତ୍ର ପ୍ରାୟ ହୋଇ ରାଜାର ପ୍ରାୟ ଦେଶୀ ମଣି। ଏହି ପଦଟିର ସାଧାରଣ ଅର୍ଥ ହେଲା ଛତୁ ଛତା ଭଳି ଏବଂ ପୃଥିବୀ ରାଜା ଭଳି ଦେଖାଯାଉଛି। କିନ୍ତୁ ଏହାର ଭାବାର୍ଥ ଏପରି ହେବ, ରାଜା ଯେତେବେଳେ ଭ୍ରମଣରେ ବାହାରନ୍ତି ସେତେବେଳେ ତାଙ୍କ ଆଗରେ ଆଲଟ ଚାମର ସହ ଛତ୍ର ଛତ୍ରୀ ବା ପାଟ ଛତା ଛାୟା ପ୍ରଦାନ ନିମନ୍ତେ ଧରାଯାଏ। ହେଲା, ଏ ଯୋଉ କହୁଥିଲି ଯୋଉ ଛତ୍ରରେ କହୁଥିଲି ଛତ୍ର ମାନେ ମୁକୁଟ, ମୁକୁଟ ହବନି କଣ ହବ ନା ଛତା ହବ, ଛତା। ଠିକ ଅଛି, ଛତା ହବ। ହେଲା, ସେ ଯାହା ଯାହା ମୁଁ କହିଛି ତାକୁ ସଂଶୋଧନ କରିଦିଅ। ଛତା, ଛତ୍ର ମାନେ କଣ? ଛତା। ବର୍ଷା ଋତୁରେ ପୃଥିବୀ ପୃଷ୍ଠରେ ଅନେକ ପ୍ରକାର ଛତୁ ଫୁଟିଥାଏ। ସେଇ ଛତୁ ଗୁଡିକ ସତ୍ୟ ଯେମିତି ଛତା ଭଳି ରାଜାକୁ ଛାୟା ପ୍ରଦାନ କରୁଛି ବୋଲି କବି ବର୍ଣ୍ଣନା କରିଛନ୍ତି। ଏଭଳି ବର୍ଣ୍ଣନା କବିତାର ସୌନ୍ଦର୍ଯ୍ୟ ବଢାଇବା ସହିତ ଆନନ୍ଦ ପ୍ରଦାନ କରିଥାଏ। ସେଇଭଳି ପଦ ଗୁଡିକୁ କବିତାରେ ବାଛ ଆଉ ତା ଉପରେ ଆଲୋଚନା କର। ହେଲା, ତ ସେ କବିତାର ସେ ପଦ ଗୁଡିକ ବାଛିବ, ତାପରେ ଆଲୋଚନା କରିବ। ତାପରେ ଯିବା ଶବ୍ଦ ଏକ ଅର୍ଥ ଅନେକ। ଯେମିତି ଘୋର ଶବଦେ ମେଘମାଳ ଗର୍ଜନ ବରସନ୍ତି ଜଳ। ଏଠାରେ ଦେଖ, ଜଳ ବରସିବା କଥା କୁହାଯାଇଛି। ବରସିବା ଶବ୍ଦରେ ଅନେକ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ବ୍ୟବହାର ହେଇପାରେ। ଯେମିତିକି ଧନ ବରସିବା, ହେଲା ଅର୍ଥ କଣ? ପ୍ରଚୁର ଧନ ପ୍ରାପ୍ତ ହେବା। ସେମିତି ଫୁଲ ବରସିବା ମାନେ କଣ? ପ୍ରଚୁର ଫୁଲ ଉପରେ ପଡିବା। ସେହିପରି ବରସିବା ଶବ୍ଦକୁ ଅନ୍ୟ କେଉଁ ପ୍ରକାରରେ ବ୍ୟବହାର କରିହେବ ଚିନ୍ତା କରିକି 7ଟି ବାକ୍ୟ ଲେଖ। ତ ଚାଲନ୍ତୁ 7ଟି ବାକ୍ୟ ଆମେ ଲେଖିବା। ସରି, କେତୋଟି ବାକ୍ୟ ନାଇଁ, କେତୋଟି ବାକ୍ୟ ଆମେ ଲେଖିବା। ତ ମୁଁ ଏଠି 4ଟି ବାକ୍ୟ ଲେଖିଦେଇଛି। ଯେମିତିକି ଆମର ସୁନା ବରସିବା, ଯେତେବେଳେ କୌଣସି କାର୍ଯ୍ୟର ବହୁତ ଲାଭ ବା ସଫଳତା ମିଳେ ସେଠାରେ ସୁନା ବର୍ଷିବା କୁହାଯାଏ। ସେମିତି ଆଶୀର୍ବାଦ ବର୍ଷିବା, ଜଣେ ବ୍ୟକ୍ତି ବହୁତ ପୁଣ୍ୟ କାମ କଲେ ତାଙ୍କ ଉପରେ ଭଗବାନଙ୍କ କୃପା ବା ଆଶୀର୍ବାଦ ବର୍ଷେ ବୋଲି କୁହାଯାଏ। ଗାଳି ବର୍ଷିବା, ଯଦି କେହି ବହୁତ କ୍ରୋଧିତ ହୋଇ ଅଶାଳୀନ ଶବ୍ଦ ପ୍ରୟୋଗ କରେ ତେବେ ତାହାକୁ ଗାଳି ବର୍ଷିବ ବୋଲି ଅଳଙ୍କାରିକ ଭାବେ କୁହାଯାଏ। ଶର ବର୍ଷିବା, ଯୁଦ୍ଧ କ୍ଷେତ୍ରରେ ଧନୁର ଅସଂଖ୍ୟ ବାଣ ଛାଡିବାକୁ ଶର ବର୍ଷିବା କୁହାଯାଏ। ଠିକ ଅଛି, ତ ଇଏ ଗଲା ତମର ଶବ୍ଦ ଏକ ଅର୍ଥ ଅନେକ। ତାପରେ ଯିବା ଆମେ ଅନେକ ଶବ୍ଦ ପାଇଁ ଏକ ଶବ୍ଦ। ତ ଏଠାରେ ଲକ୍ଷ୍ୟ କର, ମଣ୍ଡୁକେ ମେଘ ନାଦ ଶୁଣି ଗର୍ଜନ୍ତି ଆବରଣ ପାଣି। ତ କବିତାରେ ଦିଆଯାଇଥିବା ପାଣି ଶବ୍ଦର ଅର୍ଥ କଣ? ଜଳ। ପାଣିର ଅନ୍ୟ ଅର୍ଥ କଣ? ହାତ।
ଏଭଳି ଅନେକ ଅର୍ଥ ପାଇଁ କବିତାରେ ଗୋଟିଏ ଶବ୍ଦ ବ୍ୟବହାର ହେଇଥାଏ। ଏହାକୁ ଭିନ୍ନାର୍ଥବୋଧକ ଶବ୍ଦ ବୋଲି କୁହାଯାଏ। ଏଭଳି ଶବ୍ଦ ଗୁଡିକ ନିଜ ମନରୁ ବା ଶିକ୍ଷକ ଠାରୁ ବୁଝିକି ଲେଖ। ତ ଏଭଳି ଅର୍ଥ ଆଉ କଣ କଣ ହେଇପାରିବ ଦେଖ। ନିଶାମୁଖ ହେଲା, ସନ୍ଧ୍ୟା ସମୟରେ ବା ରାତି ଆରମ୍ଭକୁ ବୁଝିବା ପାଇଁ କଣ ନିଶାମୁଖ ବ୍ୟବହାର କରାଯାଇଛି। ଶୂନ୍ୟ ପଥ, ଆକାଶ ବା ମହାକାଶର ପଥକୁ କଣ କୁହାଯାଏ? ଶୂନ୍ୟ ପଥ। ତାପରେ ମହି, ସମଗ୍ର ପୃଥିବୀ ବା ଧରଣୀ କଣ କୁହାଯାଏ? ମହି। ମଣ୍ଡୁକ, ବେଙ୍ଗ ମାନଙ୍କୁ କଣ କୁହାଯାଏ? ମଣ୍ଡୁକ। ଖଦ୍ୟୋତ, ଖଦ୍ୟୋତ ମାନେ କଣ? ଜୁଳୁଜୁଳିଆ ପୋକ ବା ରାତିରେ ଆଲୋକ ଦେଉଥିବା କୀଟକୁ କଣ କୁହାଯାଏ? ଖଦ୍ୟୋତ କୁହାଯାଏ। ଛତ୍ର, ରାଜା ମାନେ ବ୍ୟବହାର କରୁଥିବା ବଡ ରାଜକୀୟ ଛତାକୁ ଛତ୍ର ବୋଲି କୁହାଯାଏ। ତୋଷ, ମନର ସନ୍ତୋଷ ବା ଖୁସିକୁ ତୋଷ କୁହାଯାଏ। ଆବରଣ, ମାନେ କୌଣସି ସ୍ଥାନକୁ ଚାରିପଟୁ ଘେରି ରହିବା ବା ମାଡି ବସିବା କଣ କୁହାଯାଏ? ଆବରଣ। ଠିକ ଅଛି। ତାପରେ ଯିବା ଆମେ ଅକ୍ଷର ସାରଣୀ। ତ ଅକ୍ଷର ସାରଣୀ ଦେଖ କୋଶ୍ଚିନ୍ କଣ ଦେଇଛି? ସାରଣୀର ଶବ୍ଦ ଖୋଜି ନିମ୍ନ ପ୍ରଶ୍ନ ଗୁଡିକର ଉତ୍ତର ଦିଅ। ପ୍ରଥମ କୋଶ୍ଚିନ୍ କଣ ଦେଇଛି? ମୟୂର କାହାକୁ ଦେଖିକି ନାଚେ? କାହାକୁ ଦେଖିକି? ମେଘକୁ। ମେଘ ହେଲା। କବିତାରେ କାହାକୁ ରାଜା ବୋଲି କୁହାଯାଇଛି? କାହାକୁ? ପୃଥିବୀକୁ। ପୃଥିବୀ ବା ଯାହାକୁ ଆମେ ମହି କହିବାର ମହି। ମହି, ମହି ହେଲା। ଖଦ୍ୟ ତ କେତେବେଳେ ଉଡି ବୁଲେ? ଖଦ୍ୟ ତ ନିଶା ମୁଖେ କଣ ଉଡି ବୁଲେ? ଖଦ୍ୟ ତ ନିଶା ମୁଖେ ଉଡି ବୁଲେ। ମେଘ ମାନେ କେଉଁଠାରେ ମିଳିତ ହୁଅନ୍ତି? ମେଘ ମାନେ କଣ? ଶୂନ୍ୟ ପଥେ ମିଳିତ ହୁଅନ୍ତି। ଶୂନ୍ୟ ପଥେ ହେଲା। ଗର୍ଜନ୍ତି ଆବରଣ ପାଣି, ଏଠାରେ ଗର୍ଜିବା କଥା କୁହାଯାଇଛି। ଏଠାରେ କିଏ ଗର୍ଜିବ? କିଏ ଗର୍ଜିବ? ମେଘ ନା ସରି ମଣ୍ଡୁକ ହେଲା। ମଣ୍ଡୁକ, ମଣ୍ଡୁକ ଗର୍ଜିବେ ହେଲା। ତ ଇଏ ସରିଲା ତମର ଅକ୍ଷର ସାରଣୀ। ତାପରେ ଯିବା ଆମେ ନେକ୍ସଟ କୋଶ୍ଚିନ୍ କୁ। କିଏ ଅଲଗା? ଏଠାରେ ଅଲଗା କିଏ? ବର୍ଷା, ବିଜୁଳି, ଗିରିଶିଖ ଆଉ ପବନ। ଅଲଗା କିଏ? ଗିରିଶିଖ। କାହିଁକି? କାହିଁକି ନା ଇଏ ଗୋଟେ କଣ ପାହାଡର ଶିଖର। ଆଉ ବାକି କଣ ବର୍ଷା, ବିଜୁଳି, ପବନ ଯା କଣ ଗୋଟେ ଗୋଟେ ପ୍ରାକୃତିକ ଘଟଣା। ତାପରେ ମୟୂର, ମଣ୍ଡୁକ, ମୟୂର, ଖଦ୍ୟୋତ ଆଉ ଛତୁ। ତ କଣ ଛତୁ ହେଇଯିବ? କାହିଁକି ନା ଛତୁ ଗୋଟେ କଣ? ଗୋଟେ ଉଦ୍ଭିଦ। ଆଉ ବାକି ସବୁ କଣ ଗୋଟେ ଗୋଟେ ପକ୍ଷୀ ହେଲା। ଗ୍ରୀଷ୍ମ କାଳ, ବର୍ଷା କାଳ, ଅତୀତ କାଳ, ବସନ୍ତ କାଳ। ତ ଗ୍ରୀଷ୍ମ, ବର୍ଷା ଆଉ ବସନ୍ତ ଏମାନେ କଣ ଗୋଟେ ଗୋଟେ ଋତୁ। କିନ୍ତୁ ଅତୀତ କାଳ ଗୋଟେ କଣ ସମୟ। ଇଏ ଋତୁ ନୁହେଁ, ବିତି ଯାଇଥିବା ସମୟ। ଠିକ ଅଛି। ତ ଆଜି ଆମେ ବର୍ଷା ପାଠର ସମ୍ପୂର୍ଣ୍ଣ ପ୍ରଶ୍ନ ଉତ୍ତର ଆଲୋଚନା କରିସାରିଲେ। ଆଶା କରୁଛି ଭିଡିଓଟି ନିଶ୍ଚୟ ରୂପେ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଗୋଟେ ଲାଇକ୍ କରନ୍ତୁ। ଆଉ ଏମିତି ଅନ୍ୟ ବିଷୟ ଗୁଡିକର ପ୍ରଶ୍ନ ଉତ୍ତର ଭିଡିଓ ପାଇବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ ଆଇକନକୁ ଅନ୍ କରିଦିଅନ୍ତୁ। ଭିଡିଓ ଗୋଟେ ଲାଇକ୍ କରିକି ନିଜର ସାଙ୍ଗମାନଙ୍କ ସହ ସେୟାର କରିଦିଅନ୍ତୁ। ତ ଆଜି ପାଇଁ ଏତିକି। ପୁଣି ଦେଖା ହବା ନେକ୍ସଟ କ୍ଲାସରେ। ଧନ୍ୟବାଦ।